जय श्री परशुराम। मनीष समाजटा आजिकाली जी शिक्षित होउछि सेतिकी मूर्खामीर परिचय दौछि। कथा होउछि गोदड़ा कोड़े जेते माड़े सेते। ए कथा कहबार सारांश है आमर जो सबू गो सुरक्षा भाई माने गोमाता सुरक्षा पाई केते प्रकार श्रमदान, समयदान, धनदान बहुत किछि करुछंती। जीवन को विपन्न करिकिरी बहुत प्रकार पदक्षेप हाथ को नौकरी। किंतु मूल कथा है ये जो गोरु माने सब बिक्री होचंदी हिंदू सनातनी माने बिक्री करचंदी। कंसई को कंसई नौचंदी कंसई खाना को। दारुण दुख कथा। किंतु मूल कथा ये रहा वर्तमान समाज रे जो गोरु पालन करिबा महा मुश्किल हो गलानी। यार मूल कथा है कौन? मूल कथा है गोचर अनाबादीर अभाव। आमे 30-40 वर्ष तले देखी आम गाँ पाख गाँ जोटी सब आम बुलाबुली करीचे जोटी आम देखीचे गोचर अनाबादी प्रबल। किंतु एबे गोचर अनाबादी आ कोठी देखा मिलबनी। बाध्य होकर लोके आउ गोरु रखुना जी बा काम बाहर रखुची गो चारण भूमि नहीं बिकिदेले कौन सही कि कौन। ये आम हिंदू सनातनी भाई मध्य मूल दायी। जेमती कि मूल कथा को न धरिकी अग को धरुचंदी। मद फैक्ट्री बंद करदेले मूलर जाता। मद फैक्ट्री बंद न करी बड़ बड़ शॉपिंग मॉल को लाइसेंस दे दे तांका पाखरु किए आनी खुचरा रे गाँ गहली रे बिकिला तारि ऊपर होची पहाड़ जेल जोरीमाना। सेमती पॉलिथिन उपर पॉलिथिन कंपनी को बंद न करी किए पेट पाटना 2 किले 5 किले पॉलिथिन आनिकी साइकेल रे बोही दुकानी मानक दौची संध्या को 200-400 गुजराण मेंटेया संग्रह करुची से भाया व्यक्ति कहूँ पहाड़। तेणु एठी ये गो सुरक्षा भाई मान को विनम्र अनुरोध ए जो आमर संजय भाई आउ सुभाषिष षडंगी सारे ए सब जो आमर आम ए अंचल केन्द्रापड़ार अच्छी ए मान को अनुरोध करा जाउछि। मु करुछि व्यक्तिगत मत मोर प्रथमे जिलापाल महाशय को आरआई तहसीलदार महाशय को अवगत करा जाऊ
जे ଆପଣଙ୍କ ଅଞ୍ଚଳରେ ଯେଉଁ ସବୁ ଗୋଚର ଅନାବାଦୀ ଥିଲା ସେ ଗୋଚର ଅନାବାଦୀ କାହିଁ, ଯାହାଫଳରେ କି ଗୋଚାରଣ ଭୂମି କେଉଁ ଆବାହମାନ କାଳରୁ ଯେଉଁ ସବୁ ରହିଆସିଥିଲା ସେସବୁ ବ୍ୟକ୍ତିଗତ ମାମଲତିରେ ବର୍ତ୍ତମାନ ଅଛି। ପଟା ପାଉତି କାଟିଦେଲେ, ଏନକ୍ଲୋଜମେଣ୍ଟ କେସ୍ କରିଦେଲେ ଗୋଟେ କ'ଣ ନା ସିଏ ଅମକ ଅନୁଷ୍ଠାନ, ସିଏ ଢମକ ଅନୁଷ୍ଠାନ, ସିଏ ଢମକ ଅନୁଷ୍ଠାନ। ଯେମିତି ଆମ ସୁର ସାରଥୀ ଭଳିଆ କେଉଁଠି ଅନାବାଦୀ ଗୋଚର ପୁଳାଏ ପାଇଗଲେ ଗୋଟେ ଗୋଟେ ଅନୁଷ୍ଠାନ ଗଢ଼ିଦେଲେ। ଆରେ ଇଏ ପୁଣି ଧର୍ମକୁ ଆଖିଠାର। ଯଦି ତମେ ଗୋଟେ ଗୋଟେ ଧର୍ମ ଅନୁଷ୍ଠାନ ଗଢ଼ିବା ପାଇଁ ତମର ଏତେ ଇଚ୍ଛା, ତମେ ଯଦି ଏତେ ଧାର୍ମିକ ବ୍ୟକ୍ତି, ତମ ହୃଦୟ ଭିତରେ ଯଦି ହିନ୍ଦୁ ସନାତନୀ ପାଇଁ ହୃଦୟ କାନ୍ଦୁଛି, ଆମ ପୁରୁଣା ମଠ ମନ୍ଦିର ଦେବାଦେବୀ ମନ୍ଦିର ଯେଉଁ ସବୁ ଅଛି ଐତିହ୍ୟ ସମ୍ପନ୍ନ ଅନୁଷ୍ଠାନ, ସେଠି ସମୟ ଦିଅ, ତା ପାଇଁ ଦାନ ଭିକ୍ଷା ଗ୍ରହଣ କର, ତାର ଉନ୍ନତି କର। ନାଇଁ, ପୁଳାଏ କେଉଁଠି ଅନାବାଦୀ ଗୋଚର ପାଇଯିବେ, ନିଜର ସହଜ ସରଳ ଉପାୟରେ କିଛି ରୋଜଗାର କରିବା ପାଇଁ ବହୁତ ସୁବିଧା ବାଟ, ମଠ ମନ୍ଦିର ଆଶ୍ରମ ଗଢ଼ିକିରି ଅନାବାଦୀ ଗୋଚର ଉପରେ। ତେଣୁ ଏଇ ଯେଉଁ ଆମର ସୁଭାଷିଷ ସାରେ, ସଞ୍ଜୟ ସାରେ ଏମାନଙ୍କୁ ଅନୁରୋଧ କରାହେଉଛି, ମୁଁ କରୁଛି, ବ୍ୟକ୍ତିଗତ ମତ ମୋର, ସବୁ ପ୍ରତ୍ୟେକ ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ତହସିଲଦାର, ଆର୍ଆଇ ଏମାନଙ୍କୁ ଅବଗତି କରାଯାଉ କେଉଁ ଅଞ୍ଚଳରେ କେତେ କେତେ ଗୋଚର ଅନାବାଦୀ ଥିଲା, ସେସବୁ ଗଲା କୁଆଡ଼େ। ଗୋରୁ ଚାରଣ ଭୂମି ନାହିଁ ଆଜି, ଗୋରୁ ଆଜି କାନ୍ଦୁଛନ୍ତି, ଗୋରୁଙ୍କ ପାଇଁ ଦାନା ନାହିଁ। ତେଣୁ ଗୋରକ୍ଷକମାନେ ଗୋରୁକୁ କଂସେଇ ହାତରେ ବାଧ୍ୟ ହେଇ ବିକୁଛନ୍ତି। ଏ ହେଉଛି ମୂଳ କଥା। ଅଳ୍ପକରେ ଅନେକ କିଛି କହିଲି। ତେଣୁ ମୋହନ ସାରଙ୍କର ଆଉ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ସାରେ ଏବଂ ମୋଦି ସାରଙ୍କର ଏ ତ ଥିଲା ଗୋଟେ ପ୍ରଥମ ଇସ୍ତାହାର, ନିର୍ବାଚନୀ ଇସ୍ତାହାର ଥିଲା ଗୋଚର ଅନାବାଦୀକୁ ନିଜ ଦଖଲକୁ ଆଣିବା ପାଇଁ। ତେଣୁ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଦାବି କରାଯାଉ ତହସିଲଦାର ମହାଶୟଙ୍କ ପାଖରେ, ଜିଲ୍ଲାପାଳ ମହାଶୟଙ୍କ ପାଖରେ। ଚାରଣଭୂମି ଗଲା କୁଆଡ଼େ? ଧର୍ମକୁ ଆଖିଠାର ମାରି କିଛି ବ୍ୟକ୍ତି ବିଶେଷ ରୋଜଗାର କରିବା ଅର୍ଥେ ଏସବୁ ମିଛିମିଛିକା ଅନୁଷ୍ଠାନ ଧର୍ମକୁ ଏକ ପ୍ରକାର ଆଖିଠାର ମଧ୍ୟ, ଏହା ଧର୍ମକୁ ଏକ ପ୍ରକାର ଆଖିଠାର ମଧ୍ୟ। କାହିଁକି ଏତେ ଦେବାଦେବୀ ମନ୍ଦିର ଅନୁଷ୍ଠାନ ଗଢ଼ା ହେଉଛି? ଯେଉଁ ସବୁ ପୁରୁଣା ଅନୁଷ୍ଠାନ ଅଛି ସେଥିପ୍ରତି ଧ୍ୟାନ ଦିଅ। ତାକୁ ସିଏ କୁଆଡ଼େ ଗଲାଣି, ପୁରୁଣା କୀର୍ତ୍ତିରାଜି କୁଆଡ଼େ ହଜିଗଲାଣି, ତମେ ନୂଆ ନୂଆ ଗଢ଼ୁଛ। ଏହାର କାରଣ କ'ଣ ହେଇପାରେ? କାରଣ ଏହା ହେଇପାରେ ନିଜର ପରିବାର ପ୍ରତିପୋଷଣ ଅର୍ଥେ କିଛି ଅର୍ଥ ରୋଜଗାର କରିବା, ଧର୍ମକୁ ଆଖିଠାର ମାରିବା। ଗୋଚର ଚାରଣ ଭୂମିକୁ ନିଜ ଦଖଲକୁ ଆଣି ପଟା ପାଉତି ଗୋଟେ ଏନକ୍ଲୋଜମେଣ୍ଟରେ କାଟିଦେଇ ବାଡ଼ ବଗିଚା କରି ନିଜସ୍ୱ ଦେଖେଇ ହେବା। ଏ ଆମ ଗୋମାତାଙ୍କ ପାଇଁ ମଧ୍ୟ ଭୟଙ୍କର ଅବସ୍ଥା ସୃଷ୍ଟି କଲାଣି, ଯାହାଫଳରେ କି ଆମର ଏଇ ହିନ୍ଦୁ ସନାତନୀ ଓଡ଼ିଆ ଭାଇମାନେ
ଗୋରୁମାନଙ୍କୁ ଅକ୍ଲେଶରେ ବିକ୍ରି କରିଦେଉଛନ୍ତି ବିତ୍ତସ୍ପୃହ ହେଇକିରି। ଆଉ ତ ରଖିପାରିବାନି, ଗୋରୁଙ୍କୁ ଦାନା ପାଣି ଦେଇପାରିବାନି, ଯାହା ଶଳା କ'ଣ ସେଇ ହାତରେ ବିକ୍ରି କରିଦିଅ। ଏହା ହେଉଛି ଚିନ୍ତାଧାରା। ତେଣୁ ସତ୍ୟମେବ ଜୟତେ, ଧର୍ମ ରକ୍ଷକ ଭାଇମାନଙ୍କୁ ଅନୁରୋଧ, ଗୋରକ୍ଷକ ଭାଇମାନଙ୍କୁ ଅନୁରୋଧ, ଆସନ୍ତୁ ସମସ୍ତେ ହାତ ମିଶାଇ ଏଭଳି ଏକ ପଦକ୍ଷେପ ନେବା ହାତକୁ। ପ୍ରତ୍ୟେକ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ, ତହସିଲଦାରମାନଙ୍କୁ, ଆର୍ଆଇମାନଙ୍କୁ ନିବେଦନ କରିବା, ଅନୁରୋଧ କରିବା, ଆପଣମାନଙ୍କ ଅଞ୍ଚଳରେ ଅନାବାଦୀ ଗୋଚରକୁ ପୁନରୁଦ୍ଧାର କରନ୍ତୁ। ସତ୍ୟମେବ ଜୟତେ। ଜୟ ଶ୍ରୀ ପରଶୁରାମ।